ଅଛନ୍ତି ଏହା ତୁମ୍ଭେମାନେ ଜାଣ। କିନ୍ତୁ ସେମାନଙ୍କ ମଧ୍ୟରେ ସେ ପ୍ରକାର ନୁହେଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ ସେ ତୁମ୍ଭମାନଙ୍କ ସେବକ ହେଉ। ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ ସେ ସମସ୍ତଙ୍କର ଦାସ ହେଉ। କାରଣ ମନୁଷ୍ୟ ପୁତ୍ର ମଧ୍ୟ ସେବା କରିବାକୁ ଆସିନାହାନ୍ତି, ମାତ୍ର ସେବା ପାଇବାକୁ ଆସିନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ପୁନର୍ବାର ତାହାଙ୍କର ବିଚାର ଆଉ ସିଏ ପ୍ରକୃତରେ ଈଶ୍ୱରଙ୍କ ପରି ସେ ବିଚାର କରୁଛନ୍ତି। ସେଠି ଦେଖ ସେମାନେ ଯେତେବେଳେ ଦୁଇ ଜଣ କହୁଛନ୍ତି ଯାଇକି ଅନୁଯୋଗ କରୁଛନ୍ତି ଆମେ ଏଇ ବର ମାଗିବା, ସେମାନେ ଜାଣିଲେ ନା ପିତର କହିଲା କ'ଣ ତମେ ହଉଛ ଈଶ୍ୱରଙ୍କର ପୁତ୍ର, ତାହେଲେ ଆମେ ମାନେ ବର ମାଗିବା ଆଉ ଯାଇକି କ'ଣ ମାଗିବା? ବର ମାଗିବା। ଜଣଙ୍କୁ ବାମ ପାର୍ଶ୍ୱରେ ଆଉ ଜଣଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିବାର ଅଧିକାର ଆମକୁ ଦିଏ ଯୀଶୁଙ୍କୁ କହୁଛନ୍ତି। ଯୀଶୁ ସେମାନଙ୍କୁ କ'ଣ କହିଲେ ତମେମାନେ କ'ଣ ମାଗୁଛ ତାହା ଜାଣ ନାହିଁ। ଯଦି ଆମେମାନେ ସେଇ ପ୍ରକାର ମାଗିଥାନ୍ତୁ ତାହେଲେ ଆଜି ପ୍ରାର୍ଥନା କରିଥାନ୍ତୁ ପରମେଶ୍ୱର ଆମକୁ ତମର ଦକ୍ଷିଣ ପାର୍ଶ୍ୱରେ ବସିବାର ଅଧିକାର ଦିଏ ବୋଲି ଆମେ ମାଗିଥାନ୍ତୁ, ତାପରେ ବୁଲିଥାନ୍ତୁ ଠାକୁର ସେ ପ୍ରକାର କି ସେ ପ୍ରକାର। ଆଉ ଏଇଠି ସେମାନେ କ'ଣ ମାଗୁଛନ୍ତି ନିଜେ ମଧ୍ୟ ଜାଣନ୍ତି ନାହିଁ। ଆଉ ଦକ୍ଷିଣ ଆଉ ବାମ ପାର୍ଶ୍ୱରେ ବସିବାର ଅଧିକାର କେବଳ ଈଶ୍ୱର ହିଁ ଦେବେ। ଆଉ ଯୀଶୁଙ୍କୁ ସିଏ 100ରୁ 100 ସିଏ ଈଶ୍ୱର ଥିଲେ ବି ସୁଦ୍ଧା ସେ ତାହାଙ୍କ ପାଖରେ ସମସ୍ତ ଅଧିକାର ଥିଲେ ବି ସୁଦ୍ଧା ସମସ୍ତ ଅଧିକାର ସିଏ କ'ଣ କଲେ? ଛାଡ଼ି ଦେଇ ଆସିଲେ। ସ୍ୱର୍ଗର ସମସ୍ତ ସୁଖ ସିଏ ଛାଡ଼ି ଦେଇ ଆସିଲେ। ସେ 100ରୁ 100 ଈଶ୍ୱର, କିନ୍ତୁ ସେ ଯେତିକି ଆସିଲେ ସେ 100ରୁ 100 ମନୁଷ୍ୟର